ବଢୁଛି କରୋନା ସଂକ୍ରମଣ। ଆକ୍ଟିଭ କେସ୍ 7,000 ପାର। ଚିନ୍ତାରେ ଲୋକେ ଦେଶରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ବର୍ତ୍ତମାନ ମୋଟ 7134 ଆକ୍ଟିଭ ମାମଲା ପଞ୍ଜୀକୃତ ହୋଇଛି। ରାଜସ୍ଥାନରେ ଜଣେ 70 ବର୍ଷିଆ ଏବଂ କେରଳରେ ଜଣେ 82 ବର୍ଷୀୟ ବୃଦ୍ଧ କୋଭିଡ୍ ଯୋଗୁଁ ମୃତ୍ୟୁବରଣ କରିଛନ୍ତି। କେରଳରେ ଜଣେ 82 ବର୍ଷୀୟ ବୃଦ୍ଧଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଟାଇପ୍ ରେସ୍ପିରେଟରୀ ଫେଲିୟର, ଏକ୍ୟୁଟ୍ ଏନ୍ସେଫାଲୋପାଥ୍ ଏବଂ କୋଭିଡ୍ ନିମୋନିଆ ମଧ୍ୟ ଥିଲା। ଏମଧ୍ୟରୁ ସର୍ବାଧିକ କେରଳ ଏବଂ ଗୁଜରାଟରୁ ମାମଲାର ରିପୋର୍ଟ ଆସିଛି। କେରଳରେ 2055 ରୋଗୀ ନିଶ୍ଚିତ ହୋଇଛନ୍ତି ଏବଂ ଗୁଜରାଟରେ 1000ରୁ ଅଧିକ ସଂକ୍ରମିତ ହୋଇଛନ୍ତି। ତଥାପି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ବିଷୟରେ ପୂର୍ବରୁ କହିସାରିଛନ୍ତି ଯେ ଏଥର କରୋନା ସେହି ଲୋକମାନଙ୍କୁ ଅଧିକ ପ୍ରଭାବିତ କରୁଛି ଯେଉଁମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ। ସେହି ସମୟରେ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ନୂଆ କୋଭିଡ୍ ରୋଗୀ ମଧ୍ୟ ନିଶ୍ଚିତ ହୋଇଛନ୍ତି। ଚଳିତ ବର୍ଷ ରାଜସ୍ଥାନରେ ଏହା ଦ୍ୱିତୀୟ ମୃତ୍ୟୁ, ଯେତେବେଳେ ଜାନୁଆରୀ ପରଠାରୁ କେରଳରେ 20 ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ବର୍ତ୍ତମାନ ସର୍ବାଧିକ 2055 କୋଭିଡ୍ ରୋଗୀ ଅଛନ୍ତି। ତଥାପି ଗୁରୁବାର ପର୍ଯ୍ୟନ୍ତ 2165 ଆକ୍ଟିଭ ମାମଲା ଥିଲେ। 24 ଘଣ୍ଟା ମଧ୍ୟରେ 110 ମାମଲା ହ୍ରାସ ପାଇଛି।